ଜୟ ଜଗନ୍ନାଥ ସାଙ୍ଗମାନେ, ଆଶା କରୁଛି ଭଗବାନଙ୍କର ଅପାର କରୁଣାରେ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆଜି ଆମେ ଦଶମ ଶ୍ରେଣୀର ଚିଲିକାରେ ସାୟନ୍ତନ ଦୃଶ୍ୟର ପ୍ରଶ୍ନୋତ୍ତର ଗୁଡ଼ିକୁ ଆଲୋଚନା କରିବା। ପ୍ରଥମରେ ଆମର ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର ଅଛି ପିଲାମାନେ। କ୍ୱେଶ୍ଚିନ୍ ନମ୍ବର 1 କୁ ଆଗେଇ ଯିବା। ଭାଲେରୀ ଶିଖରେ ସନ୍ଧ୍ୟା ତାରା ଦେଖି ଆସନ୍ତି ପଟ୍ଟିକା ମହଲ୍ଲାସେ ଟେକି। ଏହି ପଦଟିରେ କବି କେଉଁମାନଙ୍କୁ ଉଲ୍ଲସିତ ହେବାର ଦେଖିଛନ୍ତି? ଅପସନରେ ଅଛି ପ୍ରକୃତି ପ୍ରେମୀ, ନୌକା ଚାଳକ, ମିନଜୀବୀ, ପର୍ଯ୍ୟଟକ। ତାହେଲେ ଆମର ସଠିକ ଆନ୍ସର କଣ ହେଇଯିବ ନା ପିଲାମାନେ? ନା ଆମର ଆନ୍ସର ହେଇଯିବ ଅପସନ ଗ, ମିନଜୀବୀ ଇଜ ଦ ରାଇଟ ଆନ୍ସର। କ୍ୱେଶ୍ଚିନ୍ ନମ୍ବର 2, ନିଶା ଆଗମନରେ ଅବନା କେଉଁ ରୂପ ଧାରଣ କରିଛି? ଅପସନ କ ଅଛି ଗମ୍ଭୀର, ଖରେ ଅଛି ନିଶ୍ଚଳ, ଗରେ ଅଛି କୋଳାହଳପୂର୍ଣ୍ଣ, ଘରେ ଅଛି ନିସ୍ତବ୍ଧ। ଆମର ଅପସନ ଖ ନିଶ୍ଚଳ ହେଇଯିବ ରାଇଟ ଆନ୍ସର। କ୍ୱେଶ୍ଚିନ୍ ନମ୍ବର 3 କୁ ଦେଖିବା ଯେ ଅର୍ଥଗତ ପାର୍ଥକ୍ୟ ଦର୍ଶାଅ କହିଛି ପିଲାମାନେ। ଆସେ, ଆସେ କହିଲେ କଣ ନା ଆସିଥାଏ ବା ଆଗମନ କରେ, ଆସିବା ଅର୍ଥରେ ବ୍ୟବହାର କରାଯାଇଛି। କିନ୍ତୁ ଆଶେର ଅର୍ଥ ହେଲା ଇଚ୍ଛାରେ ବା ଉଦ୍ଦେଶ୍ୟରେ, ଏଠି ଆଶା କରିବା ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି। ଦୁକୂଳ ବସ୍ତ୍ର, ଦ୍ୱିକୂଳର ଅର୍ଥ ହେଲା ନଦୀର ଦୁଇ କୂଳ, ତରଣୀ ନୌକା, ତରଣୀ ସୂର୍ଯ୍ୟ, ଦୀପ ଜଳବେଷ୍ଟିତ, ଦୀପର ଅର୍ଥ ହେଲା ପ୍ରଦୀପ। ନିମ୍ନଲିଖିତ ଶବ୍ଦ ଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ। ସମୁଦ୍ର, ମାରୁତ, ଅବନୀ, ନିଶିଥିନି, ବାଗୀଶ୍ୱରୀ। ସମୁଦ୍ର କହିଲେ ସାଗର, ଅର୍ଦ୍ଧବ, ସିନ୍ଧୁ। ଅବନୀ କହିଲେ ପୃଥିବୀ, ଧରିତ୍ରୀ, ରସା, ମହୀ। ବାଗେଶ୍ୱରୀ କହିଲେ ସରସ୍ୱତୀ, ବୀଣାପାଣି, ବାଗ୍ଦେବୀ। ଏବଂ ମାରୁତ କହିଲେ ପବନ, ସମୀର, ଅନିଳକୁ ବୁଝାଇଥାଏ ପିଲାମାନେ। ନିଶିଥିନୀର ଅର୍ଥ କଣ ନା ରାତ୍ରି, ବିଭାବରୀ, ସର୍ବରୀ ଇତ୍ୟାଦି ହେଉଛି ଏହାର ଗୋଟେ ଗୋଟେ କଣ ନା ପ୍ରତିଶବ୍ଦ। ନେକ୍ସଟ କ୍ୱେଶ୍ଚିନ୍ କୁ ଯିବା। 5 ନମ୍ବର କଣ ଅଛି ନା ବାଗୀଶ୍ୱରୀ ଶବ୍ଦର ସନ୍ଧି ବିଚ୍ଛେଦ କଲେ କଣ ହବ? ଅପସନ କ ରେ ଅଛି ବାକାଶ ଯୁକ୍ତ ଅରା, ଖରେ ଅଛି ବାଗାସ ଯୁକ୍ତ ଅରା, ବାଗୀ ଯୁକ୍ତ ଈଶ୍ୱର ଭୁଲ, ବାକ୍ ଯୁକ୍ତ ଈଶ୍ୱରୀ ଠିକ ଆନ୍ସର। ଅପସନ ଘ କଣ ହେଇଯିବ ନା ବାକ୍ ଯୁକ୍ତ ଈଶ୍ୱରୀ, ବାଗୀଶ୍ୱରୀ ଇଜ ଦ ରାଇଟ ଆନ୍ସର ପିଲାମାନେ। ତାହେଲେ ଅପସନ ଘ ଇଜ ଦ ରାଇଟ ଆନ୍ସର। 6 ନମ୍ବର ଅଛି ମାତ୍ର ଯଶୋଦେହେ ତୁମ୍ଭେ ଆୟୁଷ୍ମାନ, ମାତ୍ର ଯଶୋଦେହେ ତୁମ୍ଭେ ଆୟୁଷ୍ମାନ। ଏକଥା କାହାକୁ ଲକ୍ଷ୍ୟ କରି ଏଠି କୁହାଯାଇଛି ନା କବି ସୂର୍ଯ୍ୟ ବଳଦେବ ରଥ, ରାଧାନାଥ ରାୟ, ମଧୁସୂଦନ ରାଓ ନା ଗଙ୍ଗାଧର ମେହେର। ଆମର ଆନ୍ସର କଣ ହେଇଯିବ ନା କବି ସୂର୍ଯ୍ୟ ବଳଦେବ ରଥଙ୍କ ଉଦ୍ଦେଶ୍ୟରେ ମାତ୍ର ଯଶୋଦେହେ ତୁମ୍ଭେ ଆୟୁଷ୍ମାନ ବୋଲି ବ୍ୟବହାର କରାଯାଇଛି। ଏହି କବିତାରେ କବି କେଉଁ ସମୟର ଦୃଶ୍ୟ ବର୍ଣ୍ଣନା କରିଛନ୍ତି? ନା ଏହି କବିତାରେ କବି ସନ୍ଧ୍ୟା କାଳର ଦୃଶ୍ୟ ବର୍ଣ୍ଣନା କରିଛନ୍ତି ପିଲାମାନେ। କ୍ୱେଶ୍ଚିନ୍ ନମ୍ବର 8 କୁ ଯଦି ଦେଖିବା, ଦିଗଙ୍ଗନାଙ୍କ ଉଦ୍ଦେଶ୍ୟରେ କବି କେଉଁ ଶବ୍ଦପୁଞ୍ଜ ବ୍ୟବହାର କରିଛନ୍ତି? ନା ଦିଗଙ୍ଗନାଙ୍କ ଉଦ୍ଦେଶ୍ୟରେ କବି ମଧୁର ବାସିନୀ ଏବଂ ଜ୍ୟୋତ୍ସ୍ନା ଦୁକୂଳ ବାସିନୀ ଏହି ଶବ୍ଦ ପୁଞ୍ଜ ଦ୍ୱୟ ବ୍ୟବହାର ଏଠାରେ କରିଛନ୍ତି। ମଧୁର ଚୌଦୁଗେ ମଧୁର ହାସିନୀ ଏବଂ ଜ୍ୟୋତ୍ସ୍ନା ଦୁକୂଳ ବାସିନୀ এই ଦୁଇଟି ଶବ୍ଦ କଣ କରାଯାଇଛି ନା ଏଠି ବ୍ୟବହୃତ କରାଯାଇଛି ପିଲାମାନେ। ତାହେଲେ କ୍ୱେଶ୍ଚିନ୍ ନମ୍ବର 9 କୁ ଦେଖିବା। କ୍ୱେଶ୍ଚିନ୍ ନମ୍ବର 9 ରେ କଣ ଅଛି ନା ଗଲାଣି ତ ଗଲା କଥାରେ ସଂଗାତର ଅର୍ଥ କଣ? ଅର୍ଥାତ୍ ଯେଉଁ କଥା ଅତୀତ ହୋଇଯାଇଛି ସେହି କଥାକୁ ଧରି ବସିଲେ କୌଣସି ଲାଭ ହୁଏ ନାହିଁ, ଏହାର ଅର୍ଥ। ଅର୍ଥାତ୍ ଯୋଉ ଜିନିଷ ବିତି ଯାଇଛି ବା ଅତୀତରେ ଘଟି ଯାଇଛି ତାକୁ ମନେ ପକେଇ କୌଣସି ପ୍ରକାର ଲାଭ ହବ ନାହିଁ। ତେଣୁ ସେ କଣ କହୁଛନ୍ତି ନା ଗଲାଣି ତ ଗଲା କଥାରେ ସଂଗାତର ଅର୍ଥ ହେଲା କଣ ନା ଅତୀତ ହୋଇଯାଇଥିବା କଥାକୁ ଧରି ବସିଲେ କୌଣସି ଲାଭ ହୁଏ ନାହିଁ ବୋଲି ସେ ବର୍ଣ୍ଣନା କରୁଛନ୍ତି। ପୋତପାଳ ମଶାଲ ଜାଳିଛି କାହିଁକି? ନା ନୌକା ଉପରେ ଜଳୁଥିବା ମଶାଲର ଅଗ୍ନିଶିଖା ଦ୍ୱାରା ଆକର୍ଷିତ ହୋଇ ମୀନମାନେ ନୌକା ଭିତରକୁ କଣ କରିବେ ନା ଡେଇଁଥାନ୍ତି। ଯେତେବେଳେ ନୌକା ଉପରେ ମଶାଲ ଜାଳିଦବ କିଏ ନା ପୋତପାଳ ଅର୍ଥାତ୍ ଡଙ୍ଗାର ମାଲିକ। ସେହି ସମୟରେ ମୀନ ମାନେ କଣ କରିବେ ନା ଅଗ୍ନିର ଶିଖା ଯୋଉ ଜଳୁଥିବ ସେହି ଅଗ୍ନିଶିଖାର ପ୍ରଜ୍ୱଳିତ ମାନକୁ ଦେଖି କୀଟପତଙ୍ଗ ମାନେ କଣ କରିବେ ନା ସେହି ପାଖାପାଖି ଆସିକି ମାନେ ବୁଲିବେ
ତେଣୁ ସେ କୀଟପତଙ୍ଗ ମାନଙ୍କୁ ଆହାର ରୂପେ ପାଇବା ପାଇଁ ମୀନ ମାନେ କଣ କରିବେ ନା ଡଙ୍ଗା ଭିତରକୁ ସେମାନେ ଲମ୍ଫ ଡିଆଁ ପ୍ରଦାନ କରିବେ। ତେଣୁ ମୀନ ଧରିବା ଉଦ୍ଦେଶ୍ୟରେ ପୋତପାଳ କଣ କରିବ ନା ମଶାଲକୁ ଜାଳିଦେବ। କ୍ୱେଶ୍ଚିନ ନମ୍ବର 11, ଶିଖାର ଉଠିବା ପଡିବା ସହିତ କବି କାହାକୁ ଏଠି ତୁଳନା କରିଛନ୍ତି ନା ଶିଖାର ଉଠିବା ପଡିବା ସହିତ କବି ଦୁଃଖୀ ଜନ ମନରେ ସୁଷ୍ଟ ଆଶା ଓ ହତାଶାକୁ ସେ ତୁଳନା କରିଛନ୍ତି। ଏଠାରେ ଦୁଃଖୀ ମନରେ କଣ ହେଇଥିବ ନା ଆଶାର ଉତ୍ଥାନ ଏବଂ ପତନ ହେଇଥିବ। ଠିକ ସେହିପରି ମାନେ ଶିଖା ମଧ୍ୟ କଣ ହେଇଥାଏ ନା କେତେବେଳେ ଉଠିଥାଏ ତ କେତେବେଳେ ପୁଣି ପଡି ଯାଇଥାଏ। କେଉଁ ଦୃଶ୍ୟକୁ କବି ପାରଦ ଧୌତ ବୋଲି ବର୍ଣ୍ଣନା କରିଛନ୍ତି? ଜ୍ୟୋତ୍ସ୍ନାର ଆଲୋକରେ ଆଲୋକିତ ସମଗ୍ର ଜଳ ସ୍ଥଳ ଓ ଆକାଶର ସ୍ୱଚ୍ଛ ପରିପ୍ରକାଶକୁ କବି ପାରଦ ଧୌତ ବୋଲି କଣ କରିଛନ୍ତି ନା ବର୍ଣ୍ଣନା କରିଛନ୍ତି। ଏଠାରେ ସେ କୁହାଯାଇଛି ଯେ ଜଳ ସ୍ଥଳ ଓ ଆକାଶରେ କଣ ଦେଖାଯାଉଛି ସ୍ୱଚ୍ଛ ପରିପ୍ରକାଶ, ଯାହାକୁ କାହା ସହିତ ତୁଳନା କରାଯାଉଛି ନା ପାରଦର ସହିତ ତୁଳନା କରାଯାଉଛି। କ୍ୱେଶ୍ଚିନ ନମ୍ବର 13, ହ୍ରଦର ମଧ୍ୟଭାଗରେ କାହାର ପ୍ରତିବିମ୍ବ ଶୋଭା ପାଉଛି? ହ୍ରଦର ମଧ୍ୟଭାଗରେ ଦ୍ୱୀପ ଓ ଦ୍ୱୀପ ଉପରିସ୍ଥ ପର୍ବତର ପ୍ରତିବିମ୍ବ ଶୋଭା ପାଉଛି। ଏଠି ଦେଖାଯାଉଛି କଣ ନା ହ୍ରଦ ମଧ୍ୟଭାଗରେ କଣ ଅଛି ଦ୍ୱୀପ ଅଛି ଏବଂ ଦ୍ୱୀପ ଉପରେ କଣ ଅଛି ନା ପର୍ବତ ଗୁଡିକ ଅଛି ଏବଂ ତାର ପ୍ରତିଫଳିତ ବା ପ୍ରତିବିମ୍ବ ସୃଷ୍ଟି ହେଉଛି। କ୍ୱେଶ୍ଚିନ ନମ୍ବର 14, ଛାୟା ମିଶ୍ରିତ ଆଲୋକରେ ବନସ୍ଥଳୀର ଦୃଶ୍ୟକୁ କାହା ରୂପେ ବା କାହା ରୂପ ସହିତ ଏଠି ତୁଳନା କରାଯାଇଛି ନା ଛାୟା ମିଶ୍ରିତ ଆଲୋକରେ ବନସ୍ଥଳୀର ଦୃଶ୍ୟକୁ ସର୍ପଚିତ୍ର ଚନ୍ଦ୍ରଚୂଡ ତନୁ ଭଳି ମାନେ ବର୍ଣ୍ଣନା କରାଯାଇଛି। ଏଠାରେ କାହା କାହା ସହିତ ନା ସର୍ପଚିତ୍ର ଅର୍ଥାତ ସାପର ଚିତ୍ର ସହିତ ବର୍ଣ୍ଣନା କରାଗଲା। ତତ୍ ସହିତ ମହାଦେବଙ୍କ କଳେବର ସହିତ ତୁଳନା କରାଯାଇଛି। ମହାଦେବଙ୍କୁ ଏବଂ ତାଙ୍କ ବେକରେ ଗୁଡାଇ ହୋଇଥିବା ସେଇ ନାଗ ସାପକୁ ମଧ୍ୟ କଣ କରାଯାଇଛି ନା ଏଠି ତୁଳନା କରାଯାଇଛି। କ୍ୱେଶ୍ଚିନ ନମ୍ବର 15, ନିଶିଥିନିର ପ୍ରଭାବକୁ କିଏ ପ୍ରଚାର କରୁଛି? ନିଶିଥିନିର ପ୍ରଭାବକୁ ଦୂରରୁ ଭାସି ଆସୁଥିବା ଝରଣାର କଳନାଦ ତଥା ଝିଙ୍କାରୀର ଝଙ୍କାର କଣ କରୁଛି ନା ପ୍ରଚାର କରୁଛି। ଅର୍ଥାତ ଯେତେବେଳେ ପିଲାମାନେ ଚିଲିକାରେ କଣ ହେଇଛି ନା ସନ୍ଧ୍ୟା କାଳୀନ ସମୟ ପ୍ରକଟିତ ହେଇଛି, ସେହି ସମୟରେ ଝିଙ୍କାରୀ କୀଟ ମାନଙ୍କର ଶବ୍ଦରେ ଝଙ୍କାର ସୃଷ୍ଟି ହେଉଛି ଏବଂ ଆଉ କଣ ନା ଝରଣାର କୁଳୁ କୁଳୁ କଳନାଦ ଶବ୍ଦ ମଧ୍ୟ ଶୁଣା ଯାଉଛି। ଆମେ ଯଦି ସରଳାର୍ଥକୁ ଟିକେ ଆଲୋଚନା କରିବା ପିଲାମାନେ, ଉଲ୍ଲାସର ଆତ୍ମା ପ୍ରାୟ ଗୀତ ତାନ ହ୍ରଦ ନୀଳ ବକ୍ଷେ କରେ ଅଧିଷ୍ଠାନ। ଇଏ ହେଲା ଆମର କଣ ନା ସରଳାର୍ଥ। ଏହାକୁ ଆମେ ଯେତେବେଳେ ଲେଖୁଛୁ ପିଲାମାନେ ଟିକେ କଣ କରିବାକୁ ପଡିବ ନା ଏହାର ପ୍ରଥମ ଶବ୍ଦ କେତେଟା ଏବଂ ପର ପଦର ଶେଷ ଶବ୍ଦ ଗୁଡିକ ଲେଖିବାକୁ ପଡିବ। ଏବଂ ଯେତେବେଳେ ଆମେ କବି ପରିଚୟ ଦଉଛୁ କଣ ନା କବି ପରିଚୟ, ସେ ସମୟରେ ଟିକେ ଆମକୁ କଣ କରିବାକୁ ପଡିବ ନା ଟିକେ ଅନୁଧ୍ୟାନ କରିବାକୁ ପଡିବ। ଏଠାରେ ଲେଖିଲେ କଣ ହବ ନା ପ୍ରୋକ୍ତ ପଦ୍ୟାଂଶଟି କବିବର ରାଧାନାଥ ରାୟଙ୍କ ଦ୍ଵାରା ରଚିତ ଖଣ୍ଡ କାବ୍ୟ ଚିଲିକାରୁ ଗୃହୀତ। ଚିଲିକାରେ ସାୟନ୍ତନ ଦୃଶ୍ୟ ଶୀର୍ଷକ କବିତାରୁ ଏଠାରେ ଅଣାଯାଇଛି। ଏଠାରେ କବି ସନ୍ଧ୍ୟା କାଳରେ ଚିଲିକାର ସମୁଦ୍ର ମୁହାଣରୁ ମତ୍ସ୍ୟପୂର୍ଣ୍ଣ ନୌକା ଧରି ଫେରୁଥିବା ମୀନଜୀବୀ ମାନଙ୍କ କଣ୍ଠ ନିଃସୃତ ଉଲ୍ଲାସକ ଗୀତାମୃତ ତଥା ସେମାନଙ୍କ ତୃପ୍ତ ମାନସିକତା ଉପରେ ମଧ୍ୟ କଣ କରାଯାଇଛି ନା ଆଲୋକପାତ କରାଯାଇଛି। ଏଠାରେ ଦେଖାଯାଉଛି କଣ ନା ସନ୍ଧ୍ୟାକାଳୀନ ସମୟରେ ଚିଲିକାର ସମୁଦ୍ର ମୁହାଣରେ ନୌକା ମାନଙ୍କରେ ମତ୍ସ୍ୟ ବା ମାଛ ଗୁଡିକ ପୂର୍ଣ୍ଣ ଅବସ୍ଥାରେ ଧରି ନୌକାଜୀବୀ ମାନେ ଫେରୁଛନ୍ତି ଏବଂ ଫେରିବା ସମୟରେ କଣ କରୁଛନ୍ତି ନା ତାଙ୍କର ମନ ଉଲ୍ଲସିତ ଅଛି ଏବଂ ସେମାନେ ଗୀତ ବୋଲି ବୋଲି ଆସୁଛନ୍ତି। କୋଉ ଗୀତ ଗାଉଛନ୍ତି ନା କବି ସୂର୍ଯ୍ୟ ବଳଦେବ ରଥଙ୍କ ଗୀତାମୃତକୁ ସେମାନେ ତାଙ୍କର ମାନସିକତାରେ ପୂର୍ଣ୍ଣ କରି ତୃପ୍ତ ମନୋଭାବରେ ସେମାନେ ଗୀତଟିକୁ ବୋଲି ବୋଲି ଆସୁଛନ୍ତି। ଚିଲିକାର ସାୟଂକାଳୀନ ଶୋଭା କବିଙ୍କୁ ଗଭୀର ଭାବେ ଆମୋଦିତ କରିଛି। ସେଇ ଦୃଶ୍ୟକୁ ସିଏ ଦେଖି ବିମୋହିତ ହୋଇଯାଇଛନ୍ତି ଏବଂ ଭାଲେରୀ ପାହାଡ ଚୂଡା ଶୀର୍ଷରେ ଦେଖାଦେବା ପରେ ମତ୍ସ୍ୟଜୀବୀ ମାନେ ପ୍ରାଚୀ ମୁହାଣରୁ ମତ୍ସ୍ୟପୂର୍ଣ୍ଣ ନୌକା ମାନ ଧରି ତଟ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଏମାନେ ଫେରି ବସିଛନ୍ତି ଏବଂ ନୌକା ଗୁଡିକ ସ୍ୱୟଂଚାଳିତ କରିବା ପାଇଁ ସେମାନେ ପାଲ ଟାଣି ଦେଇ ସାରା ଦିନର ପରିଶ୍ରମ ଜନିତ କ୍ଳାନ୍ତି ବିନୋଦନ ନିମିତ୍ତ
ସଙ୍ଗୀତ ଗାନରେ ମଜ୍ଜି ଯାଇଛନ୍ତି। ସେମାନେ କଣ କରୁଛନ୍ତି ନା ଯେହେତୁ ଦିନ ସାରା କାମ କରି ସେମାନେ କ୍ଳାନ୍ତ ହୋଇ ପଡିଛନ୍ତି ଏବଂ ତାକୁ ଲାଘବ କରିବା ନିମନ୍ତେ ତାକୁ ସେମାନେ ଟିକେ ଖୁସି ପାଇବା ନିମନ୍ତେ ପାଲ ଗୁଡିକ ଟାଣି ଦେଇଛନ୍ତି ଏବଂ ନିଜେ ଗୀତ ଗାଇ ଗାଇ ମଜା ମଜଲିସ କରିକି ସେମାନେ ଫେରୁଛନ୍ତି। ସାରାଦିନ ପରିଶ୍ରମର ଫଳକୁ ଚକ୍ଷୁ ସମ୍ମୁଖରେ ଦେଖି ତୃପ୍ତିରେ ସେମାନଙ୍କ ମନରେ ଆନନ୍ଦରେ ଭରି ଯାଇଥାଏ। ତାଙ୍କ ମନରେ ଉଲ୍ଲସିତ ହୋଇଯାଇଥାଏ। ସେମାନେ କଣ କରୁଛନ୍ତି ନା ସାରା ଦିନ କାମ କରି ଯେତେବେଳେ ଫେରୁଛନ୍ତି ସେମାନେ ନାନା ଦିନରେ ଘଟି ଯାଇଥିବା ଘଟଣା ସମୂହକୁ ଭୁଲି ଯାଇ ନିଜ ଘର କଥା ସେମାନେ ମନେ ପକାଉଛନ୍ତି। ତେଣୁ ସରାଗରେ ସେମାନଙ୍କ କଣ୍ଠରୁ ବାହାରି ଆସୁଛି କବି ସୂର୍ଯ୍ୟ ବଳଦେବ ରଥଙ୍କର କିଶୋର ଚନ୍ଦ୍ରାନନ୍ଦ ଚମ୍ପୁର ଅମୃତ ପଦାବଳୀ। କିଶୋର ମାନେ ଏଇ ଯୋଉ କବି ସୂର୍ଯ୍ୟ ବଳଦେବ ରଥଙ୍କର ଗଲାଣି ତ ଗଲା କଥାରେ ସଂଗାତ, ଗଲାଣି ତ ଗଲା କଥା, ସେହି ଗୀତଟିକୁ ମଧ୍ୟ ସେମାନେ କଣ କରୁଛନ୍ତି ନା ମନେ ପକେଇ ପକେଇ ମାନେ ଗୀତ ଗାଇ ଗାଇ ସେମାନେ ଆସୁଛନ୍ତି। କବି ସୂର୍ଯ୍ୟଙ୍କର ଅମୃତର ବର୍ଷୀ କୋମଳ ପଦାବଳୀ ମୀନଜୀବୀଙ୍କ ସ୍ୱର ତାନ ଅପୂର୍ବ ସଙ୍ଗୀତ ମୂର୍ଚ୍ଛନା ସୃଷ୍ଟି କରୁଛି। ସେହି ସଙ୍ଗୀତର ସ୍ୱର ଝଙ୍କାର ସେମାନଙ୍କ ଉଲ୍ଲସିତ ହୃଦୟର ଆତ୍ମସମ ଶ୍ରୋତାକୁ ମନମୁଗ୍ଧ କରୁଅଛି ଏବଂ ରାଗ ରାଗିଣୀର ଛନ୍ଦ ସମୀର ସଞ୍ଚାଳିତ ହୋଇ କବିଙ୍କ ଶ୍ରୁତିଗୋଚର ହୋଇପାରୁଛି। ସମଗ୍ର ହ୍ରଦର ବିସ୍ତୃତ ବକ୍ଷରେ ନିନାଦିତ ସଙ୍ଗୀତର ପ୍ରତିଧ୍ୱନି କବିଙ୍କୁ କରିଛି ଆତ୍ମହରା। କବି ଏଠାରେ ଆତ୍ମହରା ହେଇଯାଇଛନ୍ତି। ତେଣୁ ସେହି ସଙ୍ଗୀତକୁ କବି ଉଲ୍ଲାସର ଆତ୍ମା ସହ ତୁଳନା କରିଛନ୍ତି। ଉଲ୍ଲାସର ଆତ୍ମା ପ୍ରାୟ ଗୀତ ତାନ ବୋଲି କୁହାଯାଉଛି। ପିଲାମାନେ ଆମେ ଯେତେବେଳେ ଗୀତଟିଏ ଶୁଣୁଛୁ ଆମର ମାନସ ପଟରେ କଣ ହଉଛି ନା ଉଲ୍ଲସିତ ଖୁସି ଟିକେ ଆମକୁ ମିଳୁଛି। ତେଣୁ ଯୋଉମାନେ ଦୁଃଖରେ ଥିବେ ସେଇମାନଙ୍କର କର୍ଣ୍ଣରେ ଯେତେବେଳେ ଗୀତଟିଏ ପଡିଯିବ ସେ ଗୀତରେ ସେମାନେ କଣ ହେବେ ନା ସେମାନେ ମୂର୍ଚ୍ଛିତ ହେଇଯିବେ। ନିଜ ଦୁଃଖକୁ ଭୁଲି ଯାଇ ଗୀତରେ ସେମାନେ ମଜିଯିବେ। ଇଏ ଥିଲା ଆମର ସରଳାର୍ଥ। ପିଲାମାନେ କ୍ୱେଶ୍ଚିନ୍ ନମ୍ବର 17କୁ ଦେଖିବା। ପାପ ଗର୍ଭେ ଯେନେ ପଡଇ ଅଜ୍ଞାନ, ତରି ଗର୍ଭେ ମିନ ଡେଇଁ ଦେବେ ପ୍ରାଣ। ଇଏ ହେଲା ଆମର କ୍ୱେଶ୍ଚିନ୍ ନମ୍ବର 17କୁ। ସଂସ୍କୃତ ପଦ୍ୟାଂଶଟି କବିବର ରାଧାନାଥ ରାୟଙ୍କ ରଚିତ ଚିଲିକାରୁ ଗୃହୀତ। ଚିଲିକାରେ ସାୟନ୍ତନ ଦୃଶ୍ୟ ଶୀର୍ଷକ କବିତାରୁ ଆସିଅଛି। ଏଠାରେ କବି ସନ୍ଧ୍ୟା କାଳରେ ଚିଲିକା ଗର୍ଭରେ ଭାସମାନ ନୌକାର ମଶାଲ ବହ୍ନିରେ ଆକର୍ଷିତ ମୀନମାନଙ୍କ ଅବସ୍ଥାକୁ ବାହ୍ୟ ଚାକଚକ୍ୟପୂର୍ଣ୍ଣ ପାପ ଘୃଣ୍ୟ ପ୍ରତି ଆକର୍ଷିତ ମୂର୍ଖ ମାନବର ଯନ୍ତ୍ରଣା ଓ ମୃତ୍ୟୁ ସହିତ ତୁଳନା କରାଯାଇଛି। ଯେଉଁମାନେ ଅଜ୍ଞାନୀ ସେମାନେ ପାପ କରିବେ, ଠିକ ସେହିପରି ମୀନ ମାନେ କଣ କରିବେ ନା ଡଙ୍ଗାରେ ନିଜ ଜୀବନକୁ ଜଳାଞ୍ଜଳି ଦେଇଦେବେ, ଡେଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଦେବେ ସେହି ଜିନିଷକୁ। ଅର୍ଥାତ୍ ଅଜ୍ଞାନ ରୂପକ ମଣିଷ ସହିତ ମାନେ ମୀନ ବା ମାଛକୁ କଣ କରାଯାଇଛି ନା ଏଠାରେ ବର୍ଣ୍ଣନା କରାଯାଇଛି ବା ତୁଳନା କରାଯାଇଛି। ଚିଲିକାର ମତ୍ସ୍ୟଜୀବୀ ମାନେ ବିଳମ୍ବିତ ସନ୍ଧ୍ୟାରେ ମତ୍ସ୍ୟ ସଂଗ୍ରହ କରିବା ପାଇଁ ଏକ କୌଶଳ ଅବଲମ୍ବନ କରିଛନ୍ତି। ପିଲାମାନେ ଚିଲିକାରେ ମାଛ ଧରିବା ନିମନ୍ତେ ମୀନଜୀବୀ ମାନେ ଏକ କୌଶଳ ପ୍ରୟୋଗ କରିଛନ୍ତି। କଣ ନା ନୌକାରେ ସେମାନେ ମଶାଲ ପ୍ରଜ୍ୱଳିତ କରିଛନ୍ତି। କାହିଁକି ନା ମଶାଲ ପ୍ରଜ୍ୱଳିତ କରିବା ଦ୍ଵାରା କୀଟ ପତଙ୍ଗ ମାନେ ମଶାଲର ବା ଅଗ୍ନିର ଶିଖାକୁ ଆକର୍ଷିତ ହେଇକି ଆସିବେ ଏବଂ ମାଛ ମାନେ ସେହି କୀଟ ପତଙ୍ଗ ମାନଙ୍କୁ ଖାଇବା ନିମନ୍ତେ ବା ଆହାର କରିବା ନିମନ୍ତେ ସେମାନେ କଣ କରିବେ ନିଶ୍ଚିତ ଭାବରେ ଡେଇଁବେ ଏବଂ ଡେଇଁବା ଦ୍ଵାରା କଣ ହବ ନା ତାଙ୍କ ଜୀବନ ଡଙ୍ଗାରେ ପଡି ସେମାନେ ଦେଇଦେବେ। ଚତୁର୍ଦିଗ ଅନ୍ଧକାର ଥିବା ବେଳେ ମଶାଲ ଅଗ୍ନିର ଶିଖା ଦ୍ଵାରା ଆକର୍ଷିତ ହୋଇ ମୀନମାନେ ନୌକା ମଧ୍ୟକୁ ଲମ୍ଫ ପ୍ରଦାନ କରନ୍ତି ଓ ଛଟପଟ ହୋଇ ପ୍ରାଣପାତ କରିଥାନ୍ତି। ସେମାନେ କଣ କରିବେ ନା ଡେଇଁବେ ଏବଂ ଡେଇଁକରି ନିଜ ଜୀବନକୁ ଦେଇଦେବେ। ମୀନ ମାନଙ୍କର ଏତାଦୃଶ୍ୟ ଅବସ୍ଥା ଲକ୍ଷ୍ୟ କରି କବି ମୂଢ ମାନବ ଚରିତ୍ର ଏକ ସାଧାରଣ ସତ୍ୟ ଆବିଷ୍କାର କରିଛନ୍ତି। ପିଲାମାନେ ଏଠାରେ କବି କଣ କରିଛନ୍ତି ନା ଏଠାରେ ତୁଳନା କରିଛନ୍ତି କାହା ସହିତ ନା ଅଜ୍ଞାନ ମାନବ ବା ମୂଢ ମାନବ ମାନଙ୍କର ଚରିତ୍ର ସହିତ ଏଠାରେ ତୁଳନା କରାଯାଇଛି। ତାଙ୍କ ମତରେ ଅନ୍ଧ ବ୍ୟକ୍ତି ବାହ୍ୟ ଚାକଚକ୍ୟ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ନିଜ ଅଲକ୍ଷ୍ୟରେ ପାପ ବୃହ ମଧ୍ୟକୁ ସେ ଆକର୍ଷିତ ହେଇଯାଇଥାଏ। ଯେତେବେଳେ ବ୍ୟକ୍ତି ଅଜ୍ଞାନ ରୂପକ ଅନ୍ଧକାରରେ ନିଜକୁ ଘୋଡେଇ ରଖିଥିବ ସେହି ସମୟରେ ସେ କଣ କରିବ ନା ପାପ କର୍ମ ସହିତ ସେ ଆକର୍ଷିତ ହେବ ଏବଂ ପରବର୍ତ୍ତୀ ସମୟରେ ସେହି ପାପବର୍ତ୍ତ ମଧ୍ୟରୁ ସେ ମୁକ୍ତି ପାଇବାକୁ ଅସମର୍ଥ ହୋଇଥାଏ। ଯୋଉ ପାପ ନିଜେ କରିଥାଏ ସେହି ପାପରୁ
ମୁକ୍ତି ହେବାର ତା ପକ୍ଷେ ଅସମର୍ଥ ହୋଇଯାଇଥାଏ। ଫଳତଃ ଯନ୍ତ୍ରଣା ଜର୍ଜରିତ ହୋଇ ଅକାଳ ମୃତ୍ୟୁବରଣ କରିଥାଏ ସେହି ଲୋକ। ଏବଂ ବାସ୍ତବିକତା ପ୍ରତି ଅଜ୍ଞ ମୂର୍ଖ ମଣିଷ ଅଲକ୍ଷ୍ୟରେ ପାପ ପଙ୍କରେ ଘାଣ୍ଟି ହୋଇ ପ୍ରାଣପାତ କରିବା ପରି ମଶାଲ ଅଗ୍ନି ସ୍ପର୍ଶରେ ଭୟାବହତା ସମ୍ପର୍କରେ ଅଜ୍ଞ ମାନେ ମୃତ୍ୟୁକୁ ଆମନ୍ତ୍ରଣ କରିଥାନ୍ତି। ଯେତେବେଳେ ମୀନ ବା ମାଛ ମାନେ ଅଗ୍ନି ଶିଖାର ସଂସ୍ପର୍ଶରେ ଆସିବେ ଏବଂ ସ୍ପର୍ଶ କରିବେ, ସେହି ସମୟରେ ତାଙ୍କର ଜୀବନ କଣ ହବ ନା ସେମାନେ ମୃତ୍ୟୁକୁ ଲୀନ ହେଇଯିବେ। ଠିକ ସେହିପରି ଆମର ଅଜ୍ଞାନ ରୂପକ ମଣିଷ ମାନେ ଜାଣିପାରନ୍ତି ନାହିଁ ଏବଂ ପାପ କର୍ମ କରିଥାନ୍ତି ଏବଂ ସେହି ପାପ କର୍ମରେ ଏତିକି ଲିପ୍ତ ହେଇଯାଇଥାନ୍ତି ତାଠୁ ଆଉ ବାହାରି ପାରନ୍ତି ନାହିଁ ଏବଂ ବାହାରିବାରେ ସେମାନେ ଅସମର୍ଥ ହୋଇଯିବା ଫଳରେ ନିଜ ଜୀବନକୁ ମଧ୍ୟ ଜଳାଞ୍ଜଳି ଦେଇଥାନ୍ତି। ଏ କବିତା ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ଶାଶ୍ୱତ ବାର୍ତ୍ତା ପ୍ରଦାନ କରି କବି ପାଠକ ମାନଙ୍କୁ ପରୋକ୍ଷରେ ସତର୍କ କରାଇ କହିଛନ୍ତି କଣ ନା ବେଳ ବେଳୁ ଥାଉ କଣ କରିବାକୁ ପଡିବ ନା ସୁଧୁରି ଯିବାକୁ ପଡିବ। କ୍ୱେଶ୍ଚିନ୍ ନମ୍ବର 18 ଅଛି ପିଲାମାନେ। ପ୍ରତିବିମ୍ବ ରାଜେ ଦୀପଶୈଳ ତଳେ ସ୍ପଷ୍ଟାକାରେ ଶୋଭେ ହ୍ରଦ ଅନ୍ତଃସ୍ଥଳେ। ପ୍ରତିବିମ୍ବ ରାଜି ଗୁଡିକ କଣ ହଉଛି ନା ହ୍ରଦର ଅନ୍ତଃସ୍ଥଳରେ ସ୍ପଷ୍ଟ ଆକାରରେ ଶୋଭା ପାଉଛି। ସଂସ୍କୃତ ପଦ୍ୟାଂଶଟି କବିବର ରାଧାନାଥ ରାୟଙ୍କ ରଚିତ ବୈଦେହୀଶ ବିଳାସ କାବ୍ୟର ଚତୁରାଂଶ ଛାନ୍ଦ ଅନ୍ତର୍ଗତ ଚିଲିକାରେ ସାୟନ୍ତନ ଦୃଶ୍ୟ ଶୀର୍ଷକ କବିତାରୁ ଆସିଅଛି। ଏଠାରେ କବି ଜ୍ୟୋତ୍ସ୍ନା ବିଧୌତ ରାତ୍ରିରେ ଚିଲିକା ହ୍ରଦ ମଧ୍ୟସ୍ଥ ଦୀପ ଓ ଶୈଳରାଜିର ସ୍ପଷ୍ଟିକ ସ୍ୱଚ୍ଛ ଜଳ ଦର୍ପଣରେ ପ୍ରତିବିମ୍ବିତ ଶୋଭା ବର୍ଣ୍ଣନା କରିଛନ୍ତି। ଯାହା ଶୋଭା ପାଉଛି ତାକୁ ଏଠାରେ କଣ କରୁଛନ୍ତି ନା ଲିପିବଦ୍ଧ କରି ରଖିଛନ୍ତି। କବିଙ୍କ କାବ୍ୟ ନାୟିକା ଚିଲିକା ସଦା ହାସ୍ୟମୟୀ, ଲାସ୍ୟମୟୀ, ଛନ୍ଦାମୟୀ ତଥା ଚଳ ଚପଳମୟୀ। ପ୍ରଭାତ, ପ୍ରଦୋଷ, ମଧ୍ୟାହ୍ନ, ସାୟନ୍ତନ ସବୁ ସମୟରେ ତାର ରୂପ ମାଧୁରୀକୁ କବିଙ୍କୁ କରିଛି ଆତ୍ମହରା, କରିଛି କଣ ନା ବିଭୋର, ସେ ବିମୋହିତ ହେଇଯାଇଛନ୍ତି। ବିଶେଷତଃ ରଜନୀର ରଜତ ଶୁଭ୍ର ଜ୍ୟୋତ୍ସ୍ନାଲୋକରେ ଚିଲିକା ହୋଇ ଉଠେ ଅପରୂପ ଲାବଣ୍ୟମୟୀ। ତୀର ପାର୍ଶ୍ୱସ୍ଥ ହ୍ରଦର ତରଙ୍ଗାୟିତ ସ୍ୱଚ୍ଛ ଜଳରାଶି ଉପରେ ଶୁଭ୍ର ଜ୍ୟୋତ୍ସ୍ନାର ପ୍ରତିଫଳନ ତରଳ ହୀରର କସମ କମନୀୟ ରୂପ ଛଟା ଏଠାରେ ସେ ପ୍ରକାଶ କରୁଛି। ହ୍ରଦର ମଧ୍ୟଭାଗରେ ଥିବା ସେଇ ଯୋଉ ପ୍ରତିଫଳିତ ହେଉଥିବା ଶୋଭାକୁ ସେଠାରେ ବର୍ଣ୍ଣନା କରିଛନ୍ତି ଏବଂ ହ୍ରଦର ଅନ୍ତଃସ୍ଥଳର ସ୍ଥିର ଜଳରାଶିରେ କିନ୍ତୁ ହ୍ରଦ ମଧ୍ୟସ୍ଥ କ୍ଷୁଦ୍ର ଦ୍ୱୀପ ସମୂହ ଓ ତଦୁପରି ଶୈଳରାଜି ପ୍ରତିବିମ୍ବିତ ହୋଇ ସ୍ପଷ୍ଟ ପ୍ରତିଭାତ ହୋଇ ଉଠେ। ପିଲାମାନେ ଯେତେବେଳେ ସମୁଦ୍ର ବା ଯୋଉ ଚିଲିକା ହ୍ରଦର କଥା ପଡିଛି, ଚିଲିକା ହ୍ରଦର ମଧ୍ୟ ଭାଗରେ କଣ ହେଇଛି ନା ଚିଲିକାର ବକ୍ଷରେ ଏକ ଦ୍ୱୀପ ଗୁଡିକ ଅଛି ଏବଂ ଦ୍ୱୀପର ଉପରେ କଣ ଅଛି ନା ପର୍ବତ ଗୁଡିକ ଅଛି। ଯୋଉ ପର୍ବତଟା କଣ ହଉଛି ନା ଚନ୍ଦ୍ରର ଆଲୋକରେ ଆଲୋକିତ ହୋଇ ପ୍ରତିବିମ୍ବିତ କରୁଅଛି ଏବଂ ଏହା ଜଳ ହଉଛି ଅତି ସ୍ୱଚ୍ଛ, ଯାହାକି ମାନେ ଆମେ ଖାଲି ମୁହଁ ମଧ୍ୟ ଦେଖିଲେ ନିଜ ମୁହଁ ଜଣା ପଡିବ, ଦର୍ପଣ ଭଳିଆ ଦେଖାଯାଉଛି। ପିଲାମାନେ ସ୍ୱଚ୍ଛ ଜଳ ଦର୍ପଣରେ ଦୀପ ଓ ଶୈଳମାନ ଓଲଟ ଭାବେ ପ୍ରତିଫଳିତ ହୋଇ ଚିତ୍ରପଟ ପ୍ରାୟ ପରିଦୃଷ୍ଟ କରୁଛନ୍ତି। ଯେତେବେଳେ ପ୍ରତିବିମ୍ବିତ ହେଉଛି ସେଟା କେଉଭଳିଆ ପ୍ରତିବିମ୍ବିତ ହଉଛି ନା ଓଲଟା ପ୍ରତିବିମ୍ବିତ ହଉଛି। ପର୍ବତ ଗୁଡିକ ଓଲଟା ଦେଖା ଯାଉଛନ୍ତି ଏବଂ ପ୍ରକୃତିର ଏହି ନିସର୍ଗ ଶୋଭା ସ୍ୱଚ୍ଛ କବି ମାନସରେ ମଧ୍ୟ ପ୍ରତିବିମ୍ବିତ କରିଦେଇଛି ଏବଂ କବିଙ୍କର ମାନସ ପଟରେ ମଧ୍ୟ ତାର ଯୋଉ ପ୍ରତିବିମ୍ବିତ, ଆହା କେତେ ସ୍ୱଚ୍ଛ, କେତେ ସ୍ପଷ୍ଟିକ ଦେଖାଯାଉଛି। ଜ୍ୟୋତ୍ସ୍ନା ପରିପ୍ଲୁତ ଚିଲିକାର ରୂପ ମାଧୁରୀ କବିଙ୍କ ଲେଖନୀରେ ଜୀବନ୍ତ ହୋଇ ଉଠିଛି। ତାକୁ ସତେ ଯେମିତି କଣ କରୁଛନ୍ତି ନା ଶୋଭା ପାଇଲା ଭଳିଆ ଲାଗୁଛି, ତାଙ୍କୁ ଜୀବନ୍ତ ରୂପରେ ତାର ଯୋଉ ପରିପ୍ଲୁତ କରୁଅଛି। କ୍ୱେଶ୍ଚିନ୍ ନମ୍ବର 19 ପିଲାମାନେ। କଳି ଉପଦ୍ରବେ ତେଜି ଲୋକାଳୟ, ଶାନ୍ତି କି ଏସ୍ଥଳେ ଭଜିଲେ ଆଶ୍ରୟ। ଏଇଟା ଗୋଟେ ବଢିଆ କ୍ୱେଶ୍ଚିନ୍ ଟେ ପିଲାମାନେ, ଇମ୍ପୋର୍ଟାଣ୍ଟ। ଏଇ କ୍ୱେଶ୍ଚିନ୍ ଟା ଆସିପାରେ ପରୀକ୍ଷାରେ, ଟିକେ ଏହାକୁ ଭଲ କି ପଢିବରେ ପିଲାମାନେ। ପ୍ରତ୍ୟୁଷରୁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଚିଲିକାରେ ମତ୍ସ୍ୟଜୀବୀ ମାନଙ୍କର ଗହଳ ତଥା ପର୍ଯ୍ୟଟକ ମାନଙ୍କର ଚଳ ପ୍ରଚଳରେ ସଦା କୋଳାହଳ ମୁଖରିତ ରହିଥାଏ। ପିଲାମାନେ ଦିନ ବେଳା ଲୋକମାନେ କଣ କରୁଥାନ୍ତି ନା ବିଭିନ୍ନ ପ୍ରକାର କାର୍ଯ୍ୟ କରିଥାନ୍ତି ଏବଂ ନିଜ ନିଜ ଭିତରେ କୋଳାହଳ ବା ଗଳ୍ପ କରିଥାନ୍ତି।
ପ୍ରକୃତି ପ୍ରେମୀ ରାଧାନାଥଙ୍କ ସୌନ୍ଦର୍ଯ୍ୟ ପିପାସୁ ମନ ଚିଲିକାରେ ସୂର୍ଯ୍ୟାସ୍ତ ଓ ସାୟନ୍ତନକୁ ପ୍ରାଣ ଭରି ଉପଭୋଗ କରିଛି। ସେ ଦିନ ବେଳା କଥା କହିନାହାନ୍ତି, ସେ କହିଛନ୍ତି କେତେବେଳେ କଥା ନା ସନ୍ଧ୍ୟାକାଳୀନ ସମୟର ଦୃଶ୍ୟ ସେ ବର୍ଣ୍ଣନା କରୁଛନ୍ତି। ଏବଂ ସନ୍ଧ୍ୟା ଅତିକ୍ରାନ୍ତ ହେଇଯିବା ପରେ ମତ୍ସ୍ୟଜୀବୀ ମାନେ ମଶାଲ ଜାଲି ମୀନ ସଂଗ୍ରହରେ ବ୍ୟସ୍ତ ଥାନ୍ତି। ଯେତେବେଳେ ସନ୍ଧ୍ୟା ହେଇଯାଇଛି, ସନ୍ଧ୍ୟା ହେବା ସମୟରେ ସେମାନେ କଣ କରୁଛନ୍ତି ନା ମଶାଲ ଜଳେଇ ଦେଇଛନ୍ତି। ମଶାଲ ଜାଳିବାର ଉଦ୍ଦେଶ୍ୟ କଣ ନା ମୀନ ମାନଙ୍କୁ ସେମାନେ ଧରିବେ, ମାଛ ଗୁଡିକୁ ସେମାନଙ୍କର ସଂଗ୍ରହ କରିବେ। ଏବଂ ଶୁକ୍ଳ ପକ୍ଷରେ ଆକାଶରେ ଚନ୍ଦ୍ର ଉଦୟ, ଚିଲିକା ବକ୍ଷରେ ମନ୍ତ୍ରମୁଗ୍ଧ କରି ଶୋଭାର ପସରା ସେ ମେଳି ଧରିଛି। ଯେତେବେଳେ ଶୁକ୍ଳ ପକ୍ଷ ହେଇଥିବ, ଚନ୍ଦ୍ରର କିରଣ କଣ ହେଇଥିବ ନା ଟୋଟାଲି ଆଲୋକିତ କରିଦଉଥିବ। ସେହି ସମୟରେ ଚିଲିକାର ବକ୍ଷରେ ତାଙ୍କର ମନକୁ ମୁଗ୍ଧ କରିଦେଇଛି। ରାତ୍ରିର ଗଭୀରତା ବୃଦ୍ଧି ପାଇବା ମାତ୍ରେ କ୍ରମେ ଜନଗହଳି ଅପସରି ଯାଏ ଚିଲିକା ତୀରରୁ। ଯେତେବେଳେ ସନ୍ଧ୍ୟାକାଳୀନ ସମୟ ହେଇଯାଇଛି, ସେହି ସମୟରେ କଣ ହେଇଛି ନା ଲୋକମାନେ ଧୀରେ ଧୀରେ ଜନଗହଳିରୁ ଅପସରି ଯାଇଛନ୍ତି ଏବଂ ସଦା କୋଳାହଳ ମୁଖରିତ ତଟଦେଶରେ ଶାନ୍ତି ବିରାଜମାନ କରିଥାଏ। ସନ୍ଧ୍ୟା ହେଇଯିବା ସମୟରେ ସବୁଆଡେ ଶାନ୍ତ, ସ୍ତବ୍ଧ, ନିଶ୍ଚଳ ଅବନୀ ଦେଖିବାକୁ ମିଳିଥାଏ। କେବଳ ଦୂରରୁ ଭାସି ଆସୁଥିବା ନିର୍ଝର କଳନାଦ, ଝରଣାର ଶବ୍ଦ ଶୁଣା ଯାଉଛି ଏବଂ ଝିଙ୍କାରି ଚିଁ 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 ଶବ୍ଦ ମାନ ସୃଷ୍ଟି ହେଉଛି। ବିଭିନ୍ନ ପ୍ରକାର କୀଟ ପତଙ୍ଗ ମାନେ ରାବି ଉଠୁଛନ୍ତି, ସତେ ଯେମିତି ସେମାନେ ସନ୍ଧ୍ୟାକୁ କଣ କରୁଛନ୍ତି ନା ବନ୍ଦନା କରିବା ସଦୃଶ ସେମାନେ ଚିତ୍କାର ଆର୍ତ୍ତତାନରେ ଅବନୀକୁ ଥରାଇ ଦେଉଛନ୍ତି। ଏବଂ ଝିଙ୍କାରିର ଝଙ୍କାର ରାତ୍ରିର ନିରବତାକୁ ସୂଚାଇ ଦଉଛି। ଅର୍ଥାତ ସେ ଚାହୁଁଛି, ସେ କହିବାକୁ ଚାହୁଁଛି ଯେ ବର୍ତ୍ତମାନ ରାତି ହେଇଯାଇଛି, ରାତିକୁ ସେ କଣ କରୁଛି ନା ଚାରିଆଡେ ପ୍ରକାର ବା ପ୍ରସାର କରୁଅଛି। ସେ ପ୍ରସାରିତ କରିବା ପାଇଁ ଲାଗି ପଡିଛି। କିଏ ନା ଝିଙ୍କାର ପକ୍ଷୀ, ଝିଙ୍କାରି କୀଟ। ଚତୁଃପାର୍ଶ୍ୱରେ ଅଖଣ୍ଡ ନିରବତା ଓ ବିପୁଳ ପ୍ରଶାନ୍ତ ରାଜୁତି ସେ ଦେଖିବାକୁ ମିଳୁଛି ସେଠି। କବିଙ୍କ ମତରେ କବି କଣ କହିବା ପାଇଁ ଚାହୁଁଛନ୍ତି ନା ବର୍ତ୍ତମାନର ଯୋଉ କଳିଯୁଗ, କଳୁଷିତ ମାନବ ସମାଜରେ ସର୍ବଦା ଅଶାନ୍ତିର ବାତାବରଣରେ ଅତିଷ୍ଠ ହୋଇ ଶାନ୍ତି ଏହି କୋଳାହଳ ଶୂନ୍ୟ ସ୍ଥାନକୁ ନିଜ ଆଶ୍ରୟସ୍ଥଳୀ ରୂପେ ବାଛି ନେଇଛନ୍ତି। ବର୍ତ୍ତମାନର କଳିଯୁଗରେ କଣ ହେଇଛି ନା ଲୋକମାନେ ଶାନ୍ତିକୁ ଖୋଜୁଛନ୍ତି, ତେଣୁ କୋଳାହଳ ଶୂନ୍ୟ ସ୍ଥାନକୁ ନିଜର ଆଶ୍ରୟସ୍ଥଳୀ ରୂପେ ସେମାନେ ତାକୁ ବାଛି ନେଉଛନ୍ତି। ଯୋଉ ଜାଗାରେ ଲୋକମାନଙ୍କର ଗମାଗମ ନାହିଁ, ଯୋଉ ଜାଗାରେ ଲୋକମାନଙ୍କର ଚିତ୍କାର ଶୁଣିବାକୁ ମିଳେ ନାହିଁ, ସେହି ଜାଗାକୁ ଲୋକମାନେ ବର୍ତ୍ତମାନ କଣ କରୁଛନ୍ତି ନା ନିଜର ଆଶ୍ରୟସ୍ଥଳ ବୋଲି ମାନି ନେଉଛନ୍ତି। ଗ୍ରାମ, ଜନପଦ, ସହର, ନଗର ସର୍ବତ୍ର ମାନବ ସ୍ୱାର୍ଥ ସିଦ୍ଧ ନିମନ୍ତେ କଳି ଝଗଡାରେ ଲିପ୍ତ ହୋଇ ପରିବେଶକୁ ଅଶାନ୍ତ କରି ଚାଲିଛି। ବର୍ତ୍ତମାନ ସେ କଣ ଚାହୁଁଛି ନା ସେ ଚାହୁଁଛି ଶାନ୍ତି। ଏବଂ ନିର୍ଜନ ରାତିର ନିସ୍ତବ୍ଧ ପ୍ରହରରେ ଚିଲିକା ତୀରକୁ ପ୍ରଶାନ୍ତି ଆଳୟ ବିବେଚନା କରି ଶାନ୍ତି ସେଠାକୁ ଆଶ୍ରୟ ନେବା ପାଇଁ ଧାଇଁ ଆସିଛି। ଚିଲିକାର ସେଇ ବକ୍ଷରେ ବା ଚିଲିକାର ସେଇ ମଧ୍ୟ ଭାଗରେ କିଏ ରହିବା ପାଇଁ ପସନ୍ଦ କରୁଛି ନା ସେଇ ଶାନ୍ତି, ଯାହାକି ବର୍ତ୍ତମାନର କଳିଯୁଗ ଯୁଗରେ କଳୁଷିତ ହୋଇଯାଇଛି। ଶାନ୍ତିଠାରେ ମାନବତ୍ୱ ଆରୋପ କରିବି କବି ଚିଲିକା ତୀରର ନିର୍ଜନ ରାତିର ନିରବ ପରିବେଶକୁ ସୁନ୍ଦର ଭାବେ ଉପସ୍ଥାପନ କରିବା ପାଇଁ ଚାହୁଁଛନ୍ତି। ତାଙ୍କର ଉଦ୍ଦେଶ୍ୟ ହେଲା କଣ ନା ନିସ୍ତବ୍ଧ, ନିଶ୍ଚଳ, ଶାନ୍ତି ଥିବା ଜାଗାରେ ଆଶ୍ରୟ ଭଜିଲେ। ତ ପିଲାମାନେ ଆଜି ପାଇଁ ଏତିକି। ଧନ୍ୟବାଦ। ଥ୍ୟାଙ୍କ ୟୁ ଟୁ ଅଲ୍। ଯଦି କିଛି ଅସୁବିଧା ଥାଏ ନିଶ୍ଚିତ ଭାବରେ କମେଣ୍ଟ ମାଧ୍ୟମରେ ଜଣେଇଲେ ତାର ସମାଧାନ ମୁଁ ନିଶ୍ଚିତ ଭାବରେ କରିବି। ଏବଂ ଭିଡ଼ିଓଟିକୁ ଭଲ ଲାଗିଥିଲେ ନିଶ୍ଚିତ ଭାବରେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ କରିବେ। ଲାଇକ୍ କରିବେ, ସେୟାର କରିବେ ଏବଂ ସବସ୍କ୍ରାଇବ ମଧ୍ୟ କରିବେ। ଥ୍ୟାଙ୍କ ୟୁ ଟୁ ଅଲ୍।